ପିଲାଟା ସେ ଧରାପୃଷ୍ଠକୁ ଆସୁଛି, ବାପା ମା କେତେ କେତେ ଖୁସିରେ ଭାବ ବିହଳ ହେଇଯାଉଛି। ଭାବ ବିହଳ ହେଲା ପରେ ତାପରେ ତାର ବାପା ମାଙ୍କର କର୍ତ୍ତବ୍ୟ, ତାର ଯତ୍ନ, ଲାଳନ ପାଳନ ସବୁ ପ୍ରକାର ଜିନିଷ ବାପା ମା କଲେ। କରିସାରିଲା ପରେ ପୁଅ ବଡ଼ ହେଲା, ପୁଅକୁ ପାଠ ପଢ଼େଇଲେ, ପୁଅ ହଉ କି ଝିଅ ହଉ ସନ୍ତାନ ହଉ, ପୁଅକୁ ପାଠ ପଢ଼େଇଲେ, ପାଠ ପଢ଼େଇକିରି ମଣିଷ କଲେ, ମଣିଷ କରିକିରି କେଉଁଠି କ'ଣ ଚାକିରି କରିଲେ, କ'ଣ କଲା, ସେ ପୁଣି ତାର ସଂସାର କଲା। ସିଏ ପୁଣି ତାର ସଂସାର କଲା। ସଂସାର କରିସାରିଲା ପରେ ପୁଣି ସେ ତାର ବି ବାପା ମା ହେଲେ, ଏବଂ ସେ ବାପା ମା ହେଇସାରିଲା ପରେ ତାର ବାର୍ଦ୍ଧକ୍ୟ ଅବସ୍ଥା ଆସିବ। ବାର୍ଦ୍ଧକ୍ୟ ଅବସ୍ଥା ଆସି ସାରିଲା ପରେ ବର୍ତ୍ତମାନ ସେ ଘରେ ପିଲାମାନଙ୍କର ହେଫାଜତ ରହିବ, ଏବଂ ଭଗବାନଙ୍କ ସମୟ ଆସି ସାରିଲା ପରେ ଏ ସ୍ୱର୍ଗଦ୍ୱାର ହେଉଛି ମଣିଷର ଶେଷ ଠିକଣା। ଏଠିକି ସମସ୍ତେ ଆସିବେ, ଏଠିକି ସବୁ ଆସୁଛନ୍ତି, ଯେଉଁମାନେ ଆସୁଛନ୍ତି ତାଙ୍କର ଏଇଟା ଶେଷ ଠିକଣା। ଶେଷ ଠିକଣା ଆଉ ମାନେ ଗୋଟେ ମାନେ ଲୀଳାମୟଙ୍କର ଗୋଟେ ଅଦ୍ଭୁତ